ଖ୍ରୀଷ୍ଟମାସ ସିଜନ ଚାଲିଛି ଆଉ ଖ୍ରୀଷ୍ଟମାସ ସିଜନରେ ଖ୍ରୀଷ୍ଟମାସ ଟ୍ରି ଯଦି ନାହିଁ ତାହେଲେ କିଛି ନାହିଁ। ତ ଖ୍ରୀଷ୍ଟମାସ ଟ୍ରି କୋଉଠୁ ଆସିଲା, କଣ ପାଇଁ ଅଛି, ତାର ହିଷ୍ଟ୍ରି କଣ ଜାଣିଛନ୍ତି? ଖ୍ରୀଷ୍ଟ ଜନ୍ମ ପୂର୍ବରୁ ଏ ଗଛର ପରମ୍ପରା ରହିଛି। ଏ ଗଛକୁ ଲୋକେ ସେ ସମୟରୁ ପାଳି ଆସୁଅଛି। ଇଜିପ୍ଟ, ରୋମ ଓ ଉତ୍ତର ୟୁରୋପର ଲୋକେ ଶୀତ ଦିନରେ ସଦା ରହିତ ଗଛ ଏଭରଗ୍ରୀନ ଗଛକୁ ଘରକୁ ଆଣିକି ରଖୁଥିଲେ। ଏହି ଗଛ ସବୁଜ ରହୁଥିବାରୁ ଏହାର ଅର୍ଥ ଥିଲା ଜୀବନ, ଆଶା ଓ ପୁନର୍ଜନ୍ମ। 723 ଖ୍ରୀଷ୍ଟାବ୍ଦ ବେଳକୁ ସେଣ୍ଟ ବନିଫେସ୍ ଜର୍ମାନୀରେ ଗୋଟେ ଓକ୍ ଗଛକୁ କାଟିଦେଲେ। ଓକ୍ ଗଛ ସେଇ ସମୟରେ ପୂଜା କରାଯାଉଥିଲା। ତା ପରିବର୍ତ୍ତେ ଫିର୍ ଗଛ ଲଗାଇଲେ। ସେ କହିଲେ ଫିର୍ ଗଛ ତ୍ରିଭୁଜ ଆକୃତିର ପବିତ୍ର ତ୍ରିମୂର୍ତ୍ତି ସହିତ ସମାନ, ପିତା, ପୁତ୍ର ଓ ପବିତ୍ର ଆତ୍ମା। 1500 ଦଶକରେ ଲୋକେ ଗଛକୁ ସଜେଇବା ଆରମ୍ଭ କଲେ। ସେଉ, ନଟ୍ସ, ମହମବତୀ ଆଉ ମାର୍ଟିନ ଲୁଥର ପ୍ରଥମରେ ମହମବତୀ ଲଗେଇବା ଆରମ୍ଭ କରିଥିଲେ ବୋଲି ମନାଯାଏ। 1840 ମସିହାରେ ରାଣୀ ଭିକ୍ଟୋରିଆଙ୍କ ସ୍ୱାମୀ ପ୍ରିନ୍ସ ଆଲବର୍ଟ ଖ୍ରୀଷ୍ଟମାସ ଗଛ ସଜାଇଲେ। ଖବର କାଗଜରେ ପ୍ରକାଶ ହେଲା ଯେ ଖ୍ରୀଷ୍ଟମାସ ଟ୍ରି ସଜା ହେଇଛି। ଆଉ ଏଇଟା ଧୀରେ ଧୀରେ ପରମ୍ପରା ସହିତ ଜଡ଼ିତ ହେଲା। ତାରା, ଦୂତ, ଆଲୋକ, ଗୋଲା, ଉପହାର, ଆର କିଛି ଅର୍ଥ ଅଛି ଦେଖନ୍ତୁ। ଏହା 20 ଶତାବ୍ଦୀ ବେଳକୁ ସାରା ବିଶ୍ୱରେ ପ୍ରଚାରିତ ହେଇଯାଏ। ଭିଡିଓ ଭଲ ଲାଗିଲେ ସବସ୍କ୍ରାଇବ।